ନମସ୍କାର। ମୁଁ ଏବେ ଆପଣମାନଙ୍କୁ ଗୋଟିଏ ଘଟଣା କହୁଛି। ସେ ଘଟଣାଟା ଶୁଣି ସାରିଲା ପରେ ଆପଣମାନେ ବି ଥରେ ଭାବିବେ କି ସତରେ ଭଗବାନ ଆମ ସହ ଅଛନ୍ତି କି ନାହିଁ, ସତରେ ଭଗବାନ ଆମକୁ ସାହାଯ୍ୟ କି ସହଯୋଗ କରୁଛନ୍ତି କି ନାହିଁ। ଏଇଟା ଗୋଟେ ସତ ଘଟଣା, ଯେଉଁଟା ଆମ ଭାରତରେ ନୁହେଁ, ସୁଦୂର ଆମେରିକାରେ ଯେଉଁ ଘଟଣାଟା ଘଟିଥିଲା। ତ ସେଟା ବହୁତ ଦିନ ତଳର କଥା। କି ଜଣେ ଡକ୍ଟର ଥିଲେ, ସିଏ ସବୁବେଳେ ଲୋକଙ୍କ ସେବା କରନ୍ତି। ବହୁତ ସ୍ୱଳ୍ପ ମୂଲ୍ୟରେ ଲୋକଙ୍କ ସେବା କରନ୍ତି ବା ବିନା ମୂଲ୍ୟରେ ସେ ବି ସେବା କରନ୍ତି। ତ ସେଇଥିପାଇଁ ସେ ସେଠିକାର ସବୁବେଳେ ଜଣେ ଭଲ ଡକ୍ଟର ନାମରେ ସେ ପରିଚିତ ଥିଲେ। ତ ସେ ପ୍ରତ୍ୟେକ ଦିନ ସକାଳୁ ଯିବେ, ଲୋକଙ୍କ ସେବା କରିବେ, ଘରକୁ ଫେରିଲା ବେଳକୁ ରାତି 11-12 ହେଇଯାଏ। ତ ସିଏ ବି ସେଦିନ ବହୁତ ରାତି ପର୍ଯ୍ୟନ୍ତ ଲୋକଙ୍କ ସେବା କରିଛନ୍ତି। ତ ଲୋକଙ୍କୁ ଦେଖିଛନ୍ତି, ତ ଆସିକି ସେଦିନ ଥକାରେ ଆସିକି ଶୋଇଯାଇଛନ୍ତି। ତ ରାତି 2ଟାରେ କ'ଣ ହେଇଛି ନା, ତାଙ୍କ ମୋବାଇଲକୁ ଗୋଟେ ଫୋନ୍ କଲ୍ ଆସିଛି କି ଜଣେ ଫୋନ୍ କଲ୍ କରୁଛନ୍ତି। ଆଉ ଫୋନ୍ କଲ୍ କରୁଛନ୍ତି, ଠିକ୍ ସେଇ ସମୟରେ ତାଙ୍କର ସ୍ତ୍ରୀ ଫୋନ୍ଟିକୁ ଉଠାଉଛନ୍ତି ଏବଂ କହୁଛନ୍ତି ସବୁ କେମିତି ତାଙ୍କର ଟ୍ରିଟମେଣ୍ଟ ହେବ। ବା ସେ ଲୋକ ଜଣଙ୍କୁ ପଚାରୁଛନ୍ତି କି ମୋ ପୁଅକୁ ଜ୍ୱର ହେଇଛି ବା ରୋଗ ହେଇଛି, ତ ତା'ର ଭଲ ହେବ କେମିତି। ତ ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରାଥମିକ ଉପଚାର ସବୁ ବତାଉଛନ୍ତି। ତ ଏହି ସମୟରେ ସେ ଡକ୍ଟରଙ୍କ କାନରେ କଥା ବାଜିଛି। ତ ସେ ହଠାତ୍ ଉଠିଛନ୍ତି ଆଉ ତାଙ୍କୁ ପଚାରୁଛନ୍ତି କ'ଣ ହେଇଛି। ତ ତାଙ୍କ ସ୍ତ୍ରୀ ତାଙ୍କୁ କହୁଛନ୍ତି କେହି ଜଣେ ତାଙ୍କ ପୁଅକୁ ରୋଗ ହେଇଛି, ତ ତାଙ୍କୁ ଭଲ କରିବାକୁ କହୁଛନ୍ତି ବା ଜ୍ୱର ହେଇଛି, ତାଙ୍କୁ ଭଲ କରିବା ପାଇଁ ପଚାରୁଛନ୍ତି। ତ ଇଏ ସଙ୍ଗେ ସଙ୍ଗେ ଉଠିଲେ ଆଉ ଉଠିକି ତାଙ୍କ ବ୍ୟାଗ୍ ଧୋଇଲେ, ସିଧା ଚାଲିଲେ। ତ ସେ ଯେଉଁ ଜାଗାରେ ରହୁଥିଲେ, ତ ସେଇ ଜାଗାରୁ ବାହାରିକି ସେ ରୋଗୀ ପାଖରେ ପହଞ୍ଚିବାକୁ ହେଲେ ତ ଛୋଟିଆ ରାସ୍ତା, ସେଠି ପାଦରେ ଚାଲିକି ଯିବାକୁ ପଡ଼ିବ। ଆଉ ବାଟରେ ଗୋଟେ ଛୋଟିଆ ସୁଡ଼ଙ୍ଗ ଭଳିଆ ଜାଗା ପଡ଼ିବ। ତ ସେ ସୁଡ଼ଙ୍ଗକୁ ପାର କରିକି ଯିବାକୁ ପଡ଼ିବ। ତ ଠିକ୍ ଏହି ସମୟରେ କ'ଣ ହେଇଛି ନା, ସେ ସୁଡ଼ଙ୍ଗ ବାଟରେ ଯାଉଥିଲେ। ତ ଜଣେ ଡାକିଲା, ଏ ଡକ୍ଟର। ତ ସେ ଡାକିଲା କହିଲା କି ମାଚିସ୍ ଅଛି ନା ଦେ। ତ ଇଏ ସେଇଠି ଡକ୍ଟର ଜଣକ ବ୍ୟାଗ୍ ରଖିଛନ୍ତି, ମାଚିସ୍ଟି ଲଗେଇଛନ୍ତି, ଆଉ ସେ ଲୋକଟି ସିଗାରେଟ୍ ଧରିଛି। ତ ସିଗାରେଟ୍ଟି ଲଗେଇ ଦେଇଛନ୍ତି ଆଉ ଯାଇଛନ୍ତି। ସେଇ ସମୟରେ ଲଗେଇବା ଭିତରେ ସେ ଲୋକର ମୁହଁଟି ଦେଖାଯାଇଛି, ଯେ ତାକୁ ଦେଖିଛନ୍ତି ଏବଂ ପଳେଇଛନ୍ତି। ପୁଣି ତା'ର ଯେତେବେଳେ ସେ ପିଲାଟିର ଟ୍ରିଟମେଣ୍ଟ ସରିଛି ବା ତା'ର ଉପଚାର ସରିଛି, ପୁଣି ସେ ଫେରିଛନ୍ତି। ପୁଣି ସେଇ ବାଟରେ ସେଇ ସମାନ ଲୋକ ଜଣକ ପୁଣି ଡକ୍ଟରଙ୍କୁ ଡାକିଛନ୍ତି ଆଉ ଡାକିକି ମାଚିସ୍ ମାଗିଛନ୍ତି। ଆଉ ମାଚିସ୍ ମାଗିବା ଭିତରେ ପୁଣି ଡକ୍ଟର ଜଣକ ତାଙ୍କ ବ୍ୟାଗ୍ ରଖି ମାଚିସ୍ ଖୋଲି ମାଚିସ୍ ଲଗେଇ ଦେଇଛନ୍ତି। ଲଗେଇବା ଭିତରେ ସେ ତାଙ୍କ ମୁହଁକୁ ମଧ୍ୟ ଦେଖୁଛନ୍ତି। ତ ସେ ଦେଖି ଫେରିଲେ ସେଇ ସମୟରେ। ତାପରେ ଫେରିକି ତାଙ୍କ ଘରେ ଆସିକି ଆରାମରେ ଶୋଇଛନ୍ତି। ତ ତା ପରଦିନ ସକାଳୁ 7ଟା ବେଳକୁ କ'ଣ ହେଲା ନା, ଡକ୍ଟରଙ୍କୁ ତାଙ୍କ ଉପର ଅଫିସରୁ କଲ୍ ଆସିଲା କି ଜଲ୍ଦି ଆସ, ଜଣେ ଏମର୍ଜେନ୍ସି ଅଛି କି ତାଙ୍କ ଅଫିସରଙ୍କର ତାଙ୍କୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଖଣ୍ଡିଆ ଖାବରା କରିଦେଇଛନ୍ତି। ତାଙ୍କୁ ଆସ, ଯଥାଶୀଘ୍ର ତାଙ୍କର ଟ୍ରିଟମେଣ୍ଟ ହେବାର ଅଛି। ତ ସିଏ ମଧ୍ୟ ଯାଇକି ପହଞ୍ଚିଛନ୍ତି। ଆଉ ପହଞ୍ଚିଲା ଭିତରେ ତାଙ୍କୁ ସବୁ ଟ୍ରିଟମେଣ୍ଟ କରିଛନ୍ତି। ଆଉ ଟ୍ରିଟମେଣ୍ଟ କଲା ଭିତରେ ସେ ସେଇଠି କଥା ଛଳରେ ପଚାରିଛନ୍ତି, ତୁମର ଏ ଅବସ୍ଥା କଲା କିଏ? କି ସେ ବ୍ୟକ୍ତି ଜଣକ କହିଛନ୍ତି କି ଜଣେ ଦୁର୍ବୃତ୍ତ ଥିଲା, କି ସେ ମୋତେ ବାଟରେ ଅଟକେଇକି ସେ ସୁଡ଼ଙ୍ଗ ପାଖରେ ମୋତେ ଏମିତି ଅବସ୍ଥା କରିଛି। ତ ସିଏ ସେଇଠି ଚାହିଁଲେ କି ତାଙ୍କୁ ଦେଖିବା ପାଇଁ, ଆଉ କହିଲେ ତାଙ୍କୁ ନେଇକି ସେଇ ଦୁର୍ବୃତ୍ତ ଜଣଙ୍କୁ ଦେଖେଇବା ପାଇଁ। ଠିକ୍ ଏହି ସମୟରେ ସେ ନେଇକି ତାଙ୍କୁ ପହଞ୍ଚେଇଛନ୍ତି ସେ ଲୋକ ପାଖରେ, ବା ଯେଉଁ ଲୋକ ତାଙ୍କର ଏ ଅବସ୍ଥା କରିଥିଲା। ତ ସେ ଯେତେବେଳେ ଦେଖୁଛନ୍ତି, ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି କି ଆରେ
ତୁମେ ତ ସେଇ ଲୋକ କାଲି ରାତିରେ ତମ ଯାହାକୁ ଦେଖିଥିଲି ସିଏ ସେଇଠୁ ପଚାରୁଛନ୍ତି କି ତୁମେ କାଲି ରାତିରେ ମୋତେ ଯେତେବେଳେ ଏକୁଟିଆ ଦେଖିଥିଲ କାହିଁ ମୋତେ ତ ସେମିତି କିଛି ହଇରାଣ କଲନି ବା ମୋ ଉପରେ କୌଣସି ମୋତେ ଆକ୍ରମଣ କଲନି। ତ ଇଏ ସେଇଠି ସେ ଦୁର୍ବୃତ୍ତ ଜଣକ କହିଛି କି ତୁମେ କାଲି ଏକା ନଥିଲ, ତୁମେ କାଲି 2 ଜଣ ଥିଲ। ତୁମେ ତ ଏଇଠି କହିବ, ସମସ୍ତେ କହିବେ ଏଇଠି ସେ ଡକ୍ଟର ଜଣକ ତ ଏକା ଯାଉଥିଲେ, ଏଠି ସେ ଦୁର୍ବୃତ୍ତ ଜଣକ କେମିତି କହୁଛି କି ସେ 2 ଜଣ ଥିଲେ। ତ ପ୍ରକୃତ କଥାଟା ହେଉଛି ଏଇଠି କି ସେ ଯେଉଁ 2 ଜଣ କଥା କହିଲା ସେଦିନ ସେ ଏକା ଡକ୍ଟରଙ୍କୁ ନୁହେଁ, ଡକ୍ଟରଙ୍କ ଭିତରେ ଥିବା ସେଇ ସ୍ୱୟଂ ଭଗବାନଙ୍କୁ ବି ସେ ଦେଖିଛି। ତ ସେ ସେଇଥିପାଇଁ କହିଲା କି ମୁଁ ଯିଏ ଏକା ଥାଏ ତାକୁ ହିଁ ଆକ୍ରମଣ କରେ, ଯିଏ 2 ଜଣ ଥାଏ କି ଅଧିକା ଥାନ୍ତି ତାକୁ ଆକ୍ରମଣ କରେ ନାହିଁ। ତ ଇଏ ସେଇଠି ତାପରେ ଆସିକି ଭାବିଛି କି ଏମିତି କେମିତି ହେଲା। ତ ସେ ଭାବିବା ଭିତରେ ସେ ତା ମନକୁ ବି ଏଇଠି ଆସିଛି କି ଯାହା ହଉ ଭଗବାନ ବୋଧେ ମୋ ସହ ଥିଲେ। ତ ଏଇଠି ସବୁବେଳେ ଆପଣଙ୍କ କର୍ମ ଉପରେ ବିଶ୍ୱାସ ରଖନ୍ତୁ, ଦେଖିବେ ଆପଣଙ୍କ ସହ ଭଗବାନ ସବୁବେଳେ ଅଛନ୍ତି। ତ ଏଇଟା ଗୋଟେ ଆମେରିକାର ଘଟଣା। ତ ଏ ଘଟଣା ଯେତେବେଳେ ମୁଁ ଶୁଣିଲି, ଗୋଟେ ଭିଡ଼ିଓରେ ଆସିଥିଲା, ତ ମୁଁ ସେ ଶୁଣିକି ମୁଁ ବି ଆଶ୍ଚର୍ଯ୍ୟ ହେଇଥିଲି କି ଏଟା କେମିତି ହେଇପାରୁଛି। ତ ସେଇଥିପାଇଁ ମୁଁ କହୁଛି କି ସବୁବେଳେ ନିଜ କର୍ମ ଉପରେ ବିଶ୍ୱାସ ରଖ, ଭଗବାନ ତୁମ ସହ ଅଛନ୍ତି। ସେଇଥିପାଇଁ ତ କୁହାଯାଇଛି କର୍ମ ହିଁ ଭଗବାନ। କର୍ମ କରିଚାଲ, ଭଗବାନ ତୁମ ସହ ନିଶ୍ଚିତ ଅଛନ୍ତି।